उग्रताराशूलपाणि सुभद्रा भुवनेश्वरी नीलाद्रौ च जगन्नाथ साक्षात् दक्षिणकालिके। भक्तबंधु दर्शक बंधु जय जगन्नाथ। सर्वप्रथमे आमे आरंभ करिबा आपण मानकर अति प्रिय कार्यक्रम आजिर पंचांग माध्यम रे करिबा समस्त समस्यार सरल समाधान। ता पूर्वरु आमे जानिबा आज कौन रहिछि मास बार तिथि नक्षत्र। आज फेब्रुआरी मास 25 तारिख बुधवार, ओडिया हिसाब रे फाल्गुन मास शुक्ल पक्ष नवमी तिथि रात्र 2:59 पर्यंत रहउचंती। तापरे दशमी तिथिंकर मध्य अयम आरंभ हेउछि। आज रोहिणी नक्षत्र रहिचंती दिन 2:18 पर्यंत। तापरे मृगशिरा नक्षत्रंकर मध्य अयम आरंभ। आज चंद्र भगवान वृष राशि अवस्थान करिसंती रात्र 1:37 पर्यंत। तापरे मिथुन राशि मध्य अवस्थान करिवे। आज सूर्य नारायण भगवान कुंभ राशि अवस्थान करिसंती। आज सूर्योदय प्रातः 6:13 एवं सूर्यास्त 5:46 आज जो शिशु माने जन्म ग्रहण करिवे तांकर वृष राशि हेब एवं रात्र 1:37 परे जे जन्म ग्रहण करिवे तांकर मिथुन राशि हेब। कारण आज दिन 1:37 पर्यंत वृष राशि रहउचंती। तापर मिथुन राशिंकर अयम आरंभ हेउछि। आजिर घातबार जेहेतु आज बुधवार कर्कट राशि घातबार एवं बिछा राशि रात्र 1:37 पर कन्या राशि आज घात चंद्र जोग रहुछि। आज जो व्यक्ति माने मृत्युवरण करिवे तांकर आज पुष्कर दोष नाही। आज जो माने पितृपुरुष मानंकु श्राद्ध तर्पण इत्यादि करिवे से माने नवमीर एकदिष्ट पार्वण श्राद्ध आज करिवे। आज शास्त्र रे लाउ खाइबा पाई निषेध करा जाई अछि। आज अमृत बेला दिन 7:47 ठारू आज अमृत बेला सूर्योदय 7:47 मध्य आज गोटे अमृत बेला रहुछि। तापरे दिन 12:33 ठारू 2:09 मध्य आज गोटे शुभ बेला रहुछि। तापरे संध्या 6:37 ठारू रात्र 9:01 मध्य आज गोटे शुभ बेला रहुछि। आज महेंद्र बेला दिन 4:32 ठारू सूर्यास्त बा संध्या 5:47 पर्यंत आज गोटे महेंद्र बेलार जोग रहुछि। पुनर्बार मध्य रात्र 9:01 ठारू 10:37 पर्यंत आज महेंद्र बेलार जोग रहुछि। आज अशुभ बेला बा काल बेलार जोग मध्य रहिछि। दिन 9:02 ठारू 10:30 मध्य आज गोटे काल बेलार जोग रहुछि। आज 12 बेलार जोग मध्य रहुछि। दिन 11:51 ठारू 1:02 मध्य आज गोटे 12 बेलार जोग रहुछि। आज कालरात्रिर जोग मध्य रहिछि। रात्र 3:07 ठारू 4:34 पर्यंत। तेणु आज जो माने दूरयात्रा को गमन करुछंती बा कोनोसी मांगलिक कर्म जदि करुछंती तेबे आज टिके सतर्कता अवलंबन करिवे। शुभ मुहूर्त बा अमृत मुहूर्त को देखि गमन करिवे। नचेत
ଯାହାର ଏମର୍ଜେନ୍ସି ବାହାରକୁ ଯିବାର ଅଛି ତେବେ ମଧ୍ୟ ଆଜି ଆପଣଙ୍କ ଈଶାନ କୋଣରେ ବା ଠାକୁର ଘରେ ଗୋଟେ ଘିଅ ଦୀପ ଲଗେଇକି ଆପଣ ଆଜି ବାହାରକୁ ଗମନ କରନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ 12ଗୋଟି ରାଶିର କ'ଣ ରହିଛି ଆଜିର ଭାଗ୍ୟ ଭବିଷ୍ୟ, କିପରି କଟିବ ଆଜିର ଦିନ। ସର୍ବପ୍ରଥମେ ଆମେ ଜାଣିବା ମେଷ ରାଶି ସମ୍ପର୍କରେ। ଆଜି ମେଷ ରାଶିରେ ଦ୍ୱିତୀୟରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି। ତେଣୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ଟିକେ ମଧ୍ୟମ ଧରଣ ରହିଛି। ଆଜି ଆପଣମାନେ ଆକୁଳିତ ରହିବେ। କର୍ମକ୍ଷେତ୍ରରେ ଆଜି ଆପଣଙ୍କୁ କିଛି ସାହାଯ୍ୟ ସହଯୋଗ ମିଳିବ ନାହିଁ। ଆପଣ ମଧ୍ୟ ଆଜି ଯେଉଁ କର୍ମ କରିବେ ସେଥିରେ ଶାନ୍ତି ଅନୁଭବ କରିପାରିବେ ନାହିଁ। ଆଜି ମନରେ ଟିକେ କିନ୍ତୁ ରହିବ, କାଳେ ମୋ ଦ୍ୱାରା ଏଇ କାମଟା ଭୁଲ ହୋଇଗଲା କି, ଏହିପରି ଆଜି ଭାବନା ରହିବ। ଯଦି କୋର୍ଟ କଚେରୀ ଜନିତ ସମସ୍ୟା କିଛି ଲାଗି ରହିଛି ଆଜି ମଧ୍ୟ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆପଣ ଆଜି ସତର୍କତା ଅବଲମ୍ବନ କରିବେ ବା ଅନ୍ୟମାନଙ୍କ ଠାରୁ ପରାମର୍ଶ କରି ଆପଣ ଆଜି କୋର୍ଟ କଚେରୀ କ୍ଷେତ୍ରରେ ଯୋଗ ଦେବେ, ନଚେତ ଅସୁବିଧାରେ ପଡ଼ିପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଦୂରଯାତ୍ରା ଗମନ କରିବାର ଯୋଗ ରହିଛି, କିନ୍ତୁ ଶାରୀରିକ ସମସ୍ୟା ଟିକେ ଦେଖା ଦେଇପାରେ। ଆଜି ଶାସ୍ତ୍ରରେ ଯେଉଁ ଖାଦ୍ୟକୁ ନିଷେଧ କରାଯାଇଛି ତାକୁ ଆପଣ ଆଜି ଖାଆନ୍ତୁ ନାହିଁ ବା ଲାଉ ଆଜି ଭକ୍ଷଣ କରନ୍ତୁ ନାହିଁ। ଆପଣଙ୍କ ଶରୀରରେ ଆଜି ରୋଗ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଆଜି ବିଦ୍ୟା କ୍ଷେତ୍ର ବଢ଼ିଆ ରହିଛି। ଉଚ୍ଚପଦସ୍ଥ ଗୁରୁଜନମାନଙ୍କ ଠାରୁ ବା କୌଣସି ଆପଣଙ୍କର ସାଙ୍ଗସାଥିମାନଙ୍କ ଠାରୁ ଆପଣ ଆଜି ମଧ୍ୟ ପ୍ରଶଂସା ପ୍ରାପ୍ତି ହୋଇପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗୋଲାପୀ, କମଳା ଏବଂ ନାଲି। ଆପଣ ଆଜି ହନୁମାନଜୀଙ୍କ ନିକଟରେ ଗୋଟିଏ ରାଶି ତେଲର ଦୀପ ଲଗାନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ରାଶିଚକ୍ରର ଦ୍ୱିତୀୟ ରାଶି ବୃଷ ରାଶି ସମ୍ପର୍କରେ। ଆଜି ବୃଷ ରାଶିରେ ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ରହିଛନ୍ତି। ତେଣୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ବଢ଼ିଆ ରହିଛି। ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ନୂତନ ଯାନବାହନ ପ୍ରାପ୍ତିର ଯୋଗ ମଧ୍ୟ ରହିଅଛି। ପାରିବାରିକ କ୍ଷେତ୍ରରେ ଆଜି କୌଣସି ଅସୁବିଧା ନାହିଁ। ଆପଣଙ୍କୁ ଆଜି ସୁଖ ମିଳିବ। ପରିବାରରେ ସମସ୍ତଙ୍କ ସହିତ ସମ୍ପର୍କ ଆଜି ଭଲ ରହିବ। ପିଲାମାନେ ମଧ୍ୟ ଆପଣଙ୍କୁ ଯଥେଷ୍ଟ ସମ୍ମାନ ଆଜି ଦେବେ। ମହିଳାମାନଙ୍କ କ୍ଷେତ୍ରରେ ଆଜି ବନ୍ଧୁ ମିଳନର ଯୋଗ ରହିଛି। ସୁସ୍ୱାଦୁ ଖାଦ୍ୟ ପଦାର୍ଥ ମିଳିବାର ଯୋଗ ମଧ୍ୟ ରହିଛି। ଆପଣମାନଙ୍କ ପାଇଁ ଆଜି ପ୍ରତିକାରର ଆବଶ୍ୟକତା ନାହିଁ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଆଜି ଦିନଟି ଉତ୍ତମ ରହିଛି। ଆଜି ଯେହେତୁ ଜନ୍ମଚନ୍ଦ୍ର ରହୁଛନ୍ତି ତେଣୁ ଆଜି କୌଣସି ଅସୁବିଧା ନାହିଁ। ଆପଣମାନେ ଆଜି ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଆପଣ ଆଜି ସଫଳ ହେବେ। ଏବେ ଆମେ ଜାଣିବା ମିଥୁନ ରାଶି ସମ୍ପର୍କରେ। ଆଜି ମିଥୁନ ରାଶିରେ ଦ୍ୱାଦଶ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ଟିକେ ମଧ୍ୟମ ଧରଣ ରହିଛି। ବେଶୀ ଭଲ ନାହିଁ କି ବେଶୀ ଖରାପ ମଧ୍ୟ ନାହିଁ। ଆଜି ଆୟ ଅପେକ୍ଷା ବ୍ୟୟ ଟିକେ ଆପଣମାନଙ୍କର ଅଧିକ ଯୋଗ ରହିଛି। ଆଜି ଅଧିକ ବ୍ୟୟକୁ ନେଇ ଆପଣ ମଧ୍ୟ କିଛି ଋଣଗ୍ରସ୍ତ ହୋଇପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଦୂରଯାତ୍ରା ଗମନ କରିବାର ଯୋଗ ରହିଛି, କିନ୍ତୁ ଯାନବାହନ ଚଳାଚଳି କ୍ଷେତ୍ରରେ ଆଜି ଟିକେ ସତର୍କତା ଅବଲମ୍ବନ କରିବେ। ପାରିବାରିକ କ୍ଷେତ୍ରରେ ମଧ୍ୟ ଆଜି ଟିକେ ସମସ୍ତଙ୍କ ସହିତ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରିବେ। ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହୁଛି, ସେଥିପାଇଁ ମଧ୍ୟ ଆପଣମାନେ ଆଜି ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ମଧ୍ୟ ଆଜି ଟିକେ ବିଳମ୍ବ ଦେଖା ଦେଇପାରେ। ଟିକେ ମଧ୍ୟମ ଧରଣର ପ୍ରାପ୍ତ ହେବାର ଯୋଗ ରହିଛି, କାରଣ ମନ ଅସ୍ଥିରତା ଦେଖା ଦେଇପାରେ।
ମନ ଚଳଚଞ୍ଚଳ ହୋଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଏବଂ ଚକୋଲେଟ୍। ଆପଣ ଆଜି ଗଣେଶ ଭଗବାନଙ୍କ ନିକଟରେ କିଛି ରକ୍ତ ପୁଷ୍ପ ବା ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା କର୍କଟ ରାଶି ସମ୍ପର୍କରେ। ଆଜି କର୍କଟ ରାଶିରେ ଏକାଦଶ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ରହିଛି। ଯେହେତୁ ଘାତ ବାର ଆଜି ରହିଛି, ଆପଣ ଆଜି ଯଦି କୌଣସି କର୍ମ କରୁଛନ୍ତି, କୌଣସି ଭବିଷ୍ୟତକୁ ଦେଖି ବା ଲକ୍ଷ୍ୟ ରଖି କୌଣସି କର୍ମ କରୁଛନ୍ତି, ଟିକେ ସତର୍କତା ପୂର୍ବକ କରନ୍ତୁ। ଆପଣଙ୍କର ଆଜି ଆୟ କ୍ଷେତ୍ର ବଢ଼ିଆ ରହିଛି। ଆୟ ଅପେକ୍ଷା ବ୍ୟୟ ଆଜି କମ୍ ରହିଛି। ଦୂରଯାତ୍ରାକୁ ଗମନର ଯୋଗ ରହିଛି। ଯାନବାହନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। କିନ୍ତୁ ଯାନବାହନ ଯଦି ଆଜି ଚଳାଚଳି କରୁଛନ୍ତି, ଟିକେ ସତର୍କତା ଅବଲମ୍ବନ କରିବେ। ମହିଳାମାନଙ୍କ କ୍ଷେତ୍ରରେ ବନ୍ଧୁ ମିଳନର ଯୋଗ ରହିଛି। ସୁସ୍ୱାଦୁ ଖାଦ୍ୟ ପଦାର୍ଥ ମିଳିବାର ଯୋଗ ରହିଛି। ଆଜି ବନ୍ଧୁଙ୍କ ସହିତ କୌଣସି ଦୂର ସ୍ଥାନକୁ ମଧ୍ୟ ଯାତ୍ରା କରିବାର ଯୋଗ ରହିଛି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଆଜି ବିଦ୍ୟା କ୍ଷେତ୍ର ବଢ଼ିଆ ରହିଛି। ଉତ୍ତମ ବିଦ୍ୟା ପ୍ରାପ୍ତିର ଯୋଗ ରହିଛି। ଆପଣମାନଙ୍କ ପାଇଁ ଆଜିର ଶୁଭ ରଙ୍ଗ ଧଳା ଏବଂ ସବୁଜ। ଆଜି ଆପଣ ଶଙ୍କର ଭଗବାନଙ୍କ ନିକଟରେ କିଛି ନବାତ ଅର୍ପଣ କରନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ସିଂହ ରାଶି ସମ୍ପର୍କରେ। ଆଜି ସିଂହ ରାଶିରେ ଦଶମ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ମଧ୍ୟ ଆଜି ବଢ଼ିଆ ରହିଛି। ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ଆଜି ଯଦି ଆପଣ କୌଣସି କ୍ୟାରିୟର ଚିନ୍ତା କରି କାର୍ଯ୍ୟ କରୁଛନ୍ତି, ଆପଣଙ୍କର ସଫଳ ହେବ। କାର୍ଯ୍ୟ ସଫଳ ହେବ, ଲକ୍ଷ୍ୟ ପୂରଣ ହେବ। କିନ୍ତୁ ଆପଣଙ୍କୁ ଟିକେ ଆଜି ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ। ଆଜି ଆପଣମାନେ କର୍ମକ୍ଷେତ୍ରକୁ ଗୋଟିଏ ପଟେ ରଖନ୍ତୁ, ଆଉ ସବୁକୁ ଗୋଟିଏ ପଟେ ରଖନ୍ତୁ। କର୍ମକ୍ଷେତ୍ରକୁ ଆଜି ଅଧିକ ଧ୍ୟାନ ଦିଅନ୍ତୁ। ଆପଣମାନେ ସଫଳ ପ୍ରାପ୍ତି ହେବେ। ମହିଳାମାନଙ୍କ କ୍ଷେତ୍ରରେ ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ବନ୍ଧୁ ମିଳନର ଯୋଗ ମଧ୍ୟ ରହିଛି। କିନ୍ତୁ ଆଜି ଟିକେ କର୍ମରେ ଆପଣ ଲାଗି ରହିବେ। ଆଜି ପରିବାର ପ୍ରତି ଆପଣଙ୍କୁ ସମୟ ଦେବା ପାଇଁ ସମୟ ମିଳିବ ନାହିଁ। ତେଣୁ ଆପଣ ଟିକେ ଆଜି ସତର୍କତା ଅବଲମ୍ବନ କରନ୍ତୁ। ପରିବାର ସହିତ ସମୟ ଦେବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ମଧ୍ୟ ଆଜି ଉତ୍ତମ ବିଦ୍ୟା ପ୍ରାପ୍ତିର ଯୋଗ ରହିଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ନାଲି, ଧଳା ଏବଂ ଗୋଲାପୀ। ଆପଣ ଆଜି ସୂର୍ଯ୍ୟ ଭଗବାନଙ୍କର ଗାୟତ୍ରୀ ଜପ କରନ୍ତୁ, ନଚେତ୍ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା କନ୍ୟା ରାଶି ସମ୍ପର୍କରେ। ଆଜି କନ୍ୟା ରାଶିରେ ନବମ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ବଢ଼ିଆ ରହିଛି। କିନ୍ତୁ ଆଜି ଘାତ ଚନ୍ଦ୍ର ଜନିତ ଦୋଷ ଟିକେ ରହୁଛି। ଆଜି କର୍ମକ୍ଷେତ୍ରରେ ଆପଣ ଆଜି ନୀରବ ଦ୍ରଷ୍ଟା ରହିବେ। ବା ଯିଏ ଭୁଲ କଲେ କିଛି କହିବେ ନାହିଁ, କି ଠିକ୍ କହିଲେ ବି କିଛି କହିବେ ନାହିଁ। ଆପଣ ଆଜି ସବୁ ମଥାପାତି ସହିଯିବେ। ଆପଣଙ୍କୁ ଆଜି ଯିଏ ଯାହା କହିଲେ ବି ଆପଣ ଆଜି ମାଇଣ୍ଡ କରିବେ ନାହିଁ। ଆଜି ଆପଣମାନଙ୍କର ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ଯାନବାହନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। କିନ୍ତୁ ଆପଣଙ୍କ ନୀରବତା ନେଇ ବା ଆପଣଙ୍କ ସରଳ ଭାବ ନେଇ ଆପଣଙ୍କୁ କିଏ ଆଜି ଅସୁବିଧାରେ ପକାଇ ପାରେ ବା ଫାଇଦା ଉଠାଇପାରେ। ତେଣୁ ଆପଣ ଟିକେ ସତର୍କତା ଅବଲମ୍ବନ କରନ୍ତୁ। ମହିଳାମାନଙ୍କ କ୍ଷେତ୍ରରେ ଆଜି ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ବନ୍ଧୁ ମିଳନର ଯୋଗ ମଧ୍ୟ ରହିଛି। କିନ୍ତୁ ଯଦି କୌଣସି ଅଚିହ୍ନା ବ୍ୟକ୍ତି ସହିତ ଆପଣଙ୍କର ଆଜି ଦେଖା ହେଉଛି ବା ତା ସହିତ କିଛି ସମ୍ପର୍କ ଆପଣଙ୍କର ଗଢ଼ି ହେଉଛି, ତେବେ ଟିକେ ସତର୍କତା ଅବଲମ୍ବନ କରିବେ। ନଚେତ୍ ଆପଣଙ୍କ ସରଳତାକୁ ନେଇ ସେ ଫାଇଦା ଉଠାଇପାରେ ବା ଆପଣଙ୍କୁ କିଛି ଅସୁବିଧାରେ ପକାଇ ଦେଇପାରେ। ବା ଆର୍ଥିକ କ୍ଷେତ୍ରରେ ବା ବ୍ୟବସାୟିକ କ୍ଷେତ୍ରରେ
ଆପଣଙ୍କୁ ଆଜି କିଏ ଠକି ଦେଇପାରେ। ତେଣୁ ଆପଣ ଆଜି ଟିକେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ମଧ୍ୟ ଆଜି ବଢ଼ିଆ ରହିଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ, କଫି ଏବଂ ଚକୋଲେଟ୍। ଆପଣ ଆଜି ଗଣେଶ ଭଗବାନଙ୍କ ନିକଟରେ ତାଙ୍କର ବୀଜ ମନ୍ତ୍ର ଓମ୍ ଗଂ ଗଣପତୟେ ନମଃ ହେଉ କିମ୍ବା ଗଣାନାନ୍ତ ମନ୍ତ୍ର ହେଉ କିମ୍ବା ଏକଦନ୍ତାୟ ବିଧିମହେ ବକ୍ରତୁଣ୍ଡାୟ ଧୀମହି ତନ୍ନ ଦନ୍ତି ପ୍ରଚୋଦୟାତ୍ ଏହି ମନ୍ତ୍ର ହେଉ ଆପଣ ଆଜି ଜପ କରନ୍ତୁ। ଆପଣଙ୍କର ସମସ୍ତ ବିଘ୍ନ କଟିଯିବ। ଏବେ ଆମେ ଜାଣିବା ତୁଳା ରାଶି ସମ୍ପର୍କରେ। ଆଜି ତୁଳା ରାଶିରେ ଅଷ୍ଟମ ଚନ୍ଦ୍ର ଅବସ୍ଥାନ କରିଛନ୍ତି। ତେଣୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଆଜି ଟିକେ ବେଶୀ ଭଲ ନାହିଁ। କାରଣ ଶାରୀରିକ ସମସ୍ୟା କିଛି ଦେଖା ଦେଇପାରେ। ଅର୍ଥ ମଧ୍ୟ ଆଜି କିଛି ଅଧିକ ଆପଣଙ୍କର ବ୍ୟୟର ଯୋଗ ରହିଛି। ଆୟ ଅପେକ୍ଷା ବ୍ୟୟ ଆଜି ଅଧିକ ରହିଛି। ଶାରୀରିକ ସମସ୍ୟାରେ ଆପଣ ଆଜି ଦୁଃଖ ଅନୁଭବ କରିପାରନ୍ତି। ଆଜି ଦୂରଯାତ୍ରାକୁ ଗମନ କରିବାର ଯୋଗ ରହିଛି, କିନ୍ତୁ ଶାରୀରିକ କଷ୍ଟକୁ ନେଇ ଆପଣ ଆଜି ସେଥିରୁ ମଧ୍ୟ ଦୂରେଇ ଯାଇପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଆଜି ନୂତନ ବସ୍ତ୍ର ପ୍ରାପ୍ତିର ଯୋଗ ରହିଛି। ଯାନବାହନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି, କିନ୍ତୁ ଶାରୀରିକ ସମସ୍ୟା ଯୋଗୁଁ ଆପଣ ଆଜି ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଆଜି ବିଦ୍ୟା କ୍ଷେତ୍ର ଟିକେ ମଧ୍ୟମ ଧରଣର ରହିଛି, କାରଣ ଆଜି ଶାରୀରିକ ସମସ୍ୟା ଯୋଗୁଁ ବିଦ୍ୟା କ୍ଷେତ୍ର ଆଜି ଟିକେ ବିଳମ୍ବ ଦେଖାଦେଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗୋଲାପୀ ଏବଂ ନାଲି। ଆପଣ ଆଜି ଶଙ୍କର ଭଗବାନଙ୍କ ନିକଟରେ କିଛି ଆଖୁ ରସ ଅର୍ପଣ କରନ୍ତୁ, ନଚେତ୍ କୁଶ ଜଳ ତୀର୍ଥ ଜଳରେ କୁଶ ପକାଇ ଅର୍ପଣ କରନ୍ତୁ। ଆପଣଙ୍କ ଦିନ ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ବିଛା ରାଶି ସମ୍ପର୍କରେ। ଆଜି ବିଛା ରାଶିରେ ସପ୍ତମ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ ଆଜି କର୍ମକ୍ଷେତ୍ରରେ ଆପଣମାନେ ଟିକେ ସତର୍କତା ଅବଲମ୍ବନ କରିବେ। ଆପଣଙ୍କୁ କିଏ ଆଜି ଅସୁବିଧାରେ ପକା ଦେଇପାରନ୍ତି। ଆପଣ ଠିକରେ ଥିବେ, କିନ୍ତୁ ଆପଣଙ୍କ ସାଙ୍ଗରେ ଭଲ ହୋଇ ଅନ୍ୟପଟେ ଆପଣଙ୍କ ବିରୁଦ୍ଧରେ ଖଳ ଚକ୍ରାନ୍ତ କିଏ କରିପାରେ। ମହିଳାମାନଙ୍କ କ୍ଷେତ୍ରରେ ଆଜି ଦୂରଯାତ୍ରା ଗମନ କରିବାର ଯୋଗ ରହିଛି, କିନ୍ତୁ ଆଜି ଯଦି କୌଣସି କୋର୍ଟ କଚେରୀ ଜନିତ ସମସ୍ୟା ଲାଗି ରହିଛି, ତେବେ ଆଜି ମଧ୍ୟ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆଜି ଯଦି ତାରିଖ ରହିଛି, ଆପଣ ମଧ୍ୟ ଆପଣଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଯାଇପାରେ। ତେଣୁ ଆପଣ ଆଜି ସମସ୍ତ ବିଷୟକୁ ଅନୁଧ୍ୟାନ କରି ବା ଚିନ୍ତା କରି ଆଜି ଆପଣ କୋର୍ଟ କଚେରୀ କ୍ଷେତ୍ରରେ ଯୋଗଦାନ କରନ୍ତୁ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ଆଜି ଟିକେ ମଧ୍ୟମ ଧରଣର ରହିଛି, କାରଣ ମାନସିକ ଦୁଶ୍ଚିନ୍ତା ଆଜି ଦେଖା ଦେଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ କଳା ଏବଂ ଅରେଞ୍ଜ ବା କମଳା କଲର। ଆପଣ ଆଜି ହନୁମାନ ମନ୍ଦିରରେ ଯଦି ପଞ୍ଚମୁଖୀ ହନୁମାନ ଅଛନ୍ତି ଭଲ, ନଚେତ ହନୁମାନଙ୍କ ମନ୍ଦିରରେ ଗୋଟିଏ ନାରିକେଳ ବାଡ଼ାନ୍ତୁ ବା ଭୋଗ ଲଗାନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ଧନୁରାଶି ସମ୍ପର୍କରେ। ଆଜି ଧନୁରାଶିରେ ଷଷ୍ଠ ଚନ୍ଦ୍ର ଯୋଗ ହେଉଛନ୍ତି। ତେଣୁ ଧନୁରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଆଜି ଟିକେ ମଧ୍ୟମ ଧରଣର ରହିଛି। ଆଜି ଆପଣଙ୍କର ଆୟ ଭଲ ରହିଛି, ବ୍ୟୟ ଆଜି କମ୍ ରହିଛି, କିନ୍ତୁ ଆଜି ଆପଣଙ୍କୁ ଶତ୍ରୁ ଭୟ ଦେଖା ଦେଇପାରେ। ଆପଣ ଯଦି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରୁଛନ୍ତି, ଟିକେ ବୁଝି ବିଚାରି ଉଚିତ ସ୍ଥାନରେ ପୁଞ୍ଜି ନିବେଶ କରନ୍ତୁ, ନଚେତ୍ ଶତ୍ରୁମାନେ ଆପଣଙ୍କୁ ଆଜି ଅସୁବିଧାରେ ପକାଇ ଦେଇପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଆଜି ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ଯାନବାହନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି, କିନ୍ତୁ ଯାନବାହନ ଚଳାଚଳି କ୍ଷେତ୍ରରେ ଆପଣମାନେ ଆଜି ଟିକେ ସତର୍କତା ଅବଲମ୍ବନ କରନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଆଜି ବିଦ୍ୟା କ୍ଷେତ୍ର ଭଲ ରହିଛି, କିନ୍ତୁ ଶାରୀରିକ ସମସ୍ୟା କିଛି ଦେଖା ଦେଇପାରେ। ଶାରୀରିକ ସମସ୍ୟା ଯୋଗୁଁ ଆପଣ ଆଜି ବିଚଳିତ ହୋଇପାରନ୍ତି।
ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସୁନେଲି, ଚମ୍ପା ଏବଂ ହଳଦିଆ। ଆପଣ ଆଜି କୌଣସି ବିଷ୍ଣୁ ଭଗବାନଙ୍କ ମନ୍ଦିରରେ ବା ରାମ ଭଗବାନଙ୍କ ମନ୍ଦିରରେ କିଛି ତୁଳସୀ ମାଳ ଅର୍ପଣ କରନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା ମକର ରାଶି ସମ୍ପର୍କରେ। ଆଜି ମକର ରାଶିରେ ପଞ୍ଚମ ଚନ୍ଦ୍ର ଅବସ୍ଥାନ କରିଛନ୍ତି। ତେଣୁ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ରହିଛି। ତଥାପି ଆପଣ ଯେଉଁ କର୍ମ ଆଜି କରୁଛନ୍ତି ଟିକେ ବଡ଼ ଲୋକ ବା ବୃଦ୍ଧଜନଙ୍କ ସହିତ ବା ଆପଣଙ୍କ ଘରେ ଯିଏ ବୟସ୍କ ଲୋକ ତାଙ୍କ ସହିତ ଆଲୋଚନା କରନ୍ତୁ ବା ଆପଣଙ୍କ ଘର ଯିଏ ମୁଖ୍ୟ ତାଙ୍କ ସହିତ ଆଜି କିଛି ଆଲୋଚନା କରି ଆପଣ ଆଜି କାର୍ଯ୍ୟକ୍ଷେତ୍ରରେ ଆଗାନ୍ତୁ, ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଆଜି ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ଯାନବାହନ ପ୍ରାପ୍ତିର ଯୋଗ ରହିଛି। କିନ୍ତୁ ଆପଣ ଯଦି ଆଜି ଯାନବାହନ କ୍ରୟ କରୁଛନ୍ତି ତେବେ ଟିକେ ବୁଝି ବିଚାରି କ୍ରୟ କରିବେ। ଅନ୍ୟମାନଙ୍କ ସହିତ ପରାମର୍ଶ କରି କ୍ରୟ କରିବେ, ନଚେତ ଆପଣ ଆଜି ଅସୁବିଧାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ମଧ୍ୟ ଆଜି ବଢ଼ିଆ ରହିଛି। ଆପଣଙ୍କ ପାଇଁ ଶୁଭ ରଙ୍ଗ ନୀଳ ଏବଂ କଳା। ଆପଣ ଆଜି ଶନି ଭଗବାନଙ୍କ ନିକଟରେ କିଛି ପିଠା ପ୍ରସ୍ତୁତ କରିକି ଶନି ଭଗବାନଙ୍କୁ ଭୋଗ ଲଗାନ୍ତୁ। ଆପଣମାନଙ୍କ ପାଇଁ ଦିନଟି ଶୁଭମୟ ଆନନ୍ଦମୟ ରହିବ। ଏବେ ଆମେ ଜାଣିବା କୁମ୍ଭ ରାଶି ସମ୍ପର୍କରେ। ଆଜି କୁମ୍ଭ ରାଶିରେ ଚତୁର୍ଥରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି। ଆଜି ଦିନଟି ଆପଣମାନଙ୍କ ପାଇଁ ଭଲ ରହିଛି। କିନ୍ତୁ କର୍ମକ୍ଷେତ୍ରରେ ହେଉ ବା ପରିବାର କ୍ଷେତ୍ରରେ ହେଉ ଆପଣ ଆଜି ଟିକେ ସତର୍କତା ଅବଲମ୍ବନ କରିବେ। ଆପଣଙ୍କର ଅତି ବିଶ୍ୱାସୀ ଲୋକ ଆପଣଙ୍କ ସହିତ ପ୍ରତାରଣା କରିପାରେ। ଆପଣଙ୍କ ପାଖରୁ କଥା ଆଦାୟ କରି ଅନ୍ୟମାନଙ୍କ ଆଗରେ ବା ଆପଣଙ୍କ ବିରୁଦ୍ଧରେ କହିପାରେ। ତେଣୁ ଆପଣ ଟିକେ ଆଜି ସତର୍କତା ଅବଲମ୍ବନ କରନ୍ତୁ। ମହିଳାମାନଙ୍କ କ୍ଷେତ୍ରରେ ଆଜି ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। କିନ୍ତୁ ପାରିବାରିକ କ୍ଷେତ୍ରରେ ଆଜି କାହା ସହିତ ଗଣ୍ଡଗୋଳ ମଧ୍ୟ ଆପଣଙ୍କର ହୋଇଯାଇପାରେ। ତେଣୁ ଆଜି ଟିକେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଆଜି ବିଦ୍ୟା କ୍ଷେତ୍ର ବଢ଼ିଆ ରହିଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ନୀଳ ଏବଂ ଚକୋଲେଟ। ଆପଣ ଆଜି ଶଙ୍କର ଭଗବାନଙ୍କ ମନ୍ଦିରରେ କିଛି ମହୁ ଅର୍ପଣ କରନ୍ତୁ। ଆପଣମାନଙ୍କର ସମସ୍ତ ରିଷ୍ଟ କଟିଯିବ। ଏବେ ଆମେ ଜାଣିବା ରାଶିଚକ୍ରର ଅନ୍ତିମ ରାଶି ବା ମୀନ ରାଶି ସମ୍ପର୍କରେ। ଆଜି ମୀନ ରାଶିରେ ତୃତୀୟରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ତେଣୁ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ବଢ଼ିଆ ରହିଛି। ଦୂରଯାତ୍ରା ଗମନ କରିବାର ଯୋଗ ରହିଛି। ବନ୍ଧୁ ମିଳନର ଯୋଗ ରହିଛି। ଆଜି ବନ୍ଧୁମାନଙ୍କ ସହିତ ଆପଣ ମଧ୍ୟ କୌଣସି ଦୂର ସ୍ଥାନକୁ ଆଜି ଗମନ କରିବାର ଯୋଗ ରହିଛି। ମହିଳାମାନଙ୍କ କ୍ଷେତ୍ରରେ ଆଜି କିଛି ଧାତୁ ଦ୍ରବ୍ୟ ପ୍ରାପ୍ତିର ଯୋଗ ରହିଛି। ଆଜି କୌଣସି ମୂଲ୍ୟବାନ ପଦାର୍ଥ ବା ଦ୍ରବ୍ୟ ଆପଣ ଆଜି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ବିଦ୍ୟା କ୍ଷେତ୍ର ମଧ୍ୟ ବଢ଼ିଆ ରହିଛି। ଆପଣମାନଙ୍କ ପାଇଁ ଆଜି ପ୍ରତିକାରର ଆବଶ୍ୟକତା ନାହିଁ। ଆମେ ଆଲୋଚନା କରୁଥିଲେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ 12ଗୋଟି ରାଶିର କ'ଣ ରହିଛି, ଆଜିର ଭାଗ୍ୟ ଭବିଷ୍ୟ କିପରି କଟିବ ଆଜିର ଦିନ। ଆମେ ଆଶା କରୁଛୁ ଆମର ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିଥିବେ କିପରି କଟିବ କେଉଁ ରାଶିର ଦିନ। ତେଣୁ ଆମେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ, ମହାପ୍ରଭୁ ସମସ୍ତଙ୍କୁ ସୁଖରେ ରଖନ୍ତୁ, ଆନନ୍ଦରେ ରଖନ୍ତୁ। ସହନା ଭବତୁ ସହନୌ ପୁନକ୍ତୁ ସବୀର୍ଯ୍ୟଂ କରବାवहै ତେଜସ୍विनावधीतमस्तु ମା ବିଦ୍ୱିଷାवहै। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ରହିଲୁ। ଜୟ ଜଗନ୍ନାଥ।